ହ୍ୟାଲୋ ଫ୍ରେଣ୍ଡସ୍ ୱେଲକମ୍ ଟୁ ମାଇ ଚ୍ୟାନେଲ୍। ତ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ନ୍ୟୁଜ୍ ପେପରରେ ଆସିଥିଲା ଆଜି ଆପଣଙ୍କର ଯେଉଁ ସମାଜ ନ୍ୟୁଜ୍ ପେପରରେ 57 ଡାକ୍ତର ଓ ନର୍ସ ପଦବୀ ଖାଲି ଅଛି। ମୁଁ ସବୁବେଳେ ଆପଣଙ୍କୁ ଏଇ ଅପଡ଼େଟ୍ ଆପଣଙ୍କୁ ଦେଇ ଆସୁଛି। ଆର ଦେବାର ମୋଟିଭ୍ ହେଉଛି କି ପିଲାମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ସେମାନେ ନିଜ ଦାବି ପାଇଁ ଲାଗନ୍ତୁ, କାରଣ ସବୁଠି ଆପଣଙ୍କର ଧାରଣା ଦିଆଯାଉଛି ପୋଷ୍ଟକୁ ନେଇକି ହେଉ, ପେନସନ୍କୁ ନେଇକି ହେଉ, ନିଯୁକ୍ତିକୁ ନେଇକି ହେଉ, ସବୁ ପ୍ରକାର ଦରମା ବଢ଼ିବାକୁ ନେଇକି ସବୁ ପ୍ରକାର ଧାରଣା ଏବେ ଦିଆଯାଉଛି, କାରଣ ଆପଣଙ୍କ ଇଲେକ୍ସନ୍ ଟାଇମ୍ ରହୁଛି, ସେଥିପାଇଁ କି ଏଇସବୁ ଧାରଣା ଦିଆଯାଉଛି। ଏଠି ଆପଣ ଦେଖନ୍ତୁ ଲେଖା ହେଇଛି ଆପଣଙ୍କର କେଉଁଠି ଆପଣଙ୍କ ପଦବୀ ଖାଲି ପଡ଼ିଛି, ନର୍ସିଂ ପଦବୀ, ତା ସହିତ 57ଟି ଡାକ୍ତର ଯେଉଁ ଅଛନ୍ତି, ଯେଉଁଠିକି ଆପଣଙ୍କର ବହୁତ ଓଡ଼ିଶାର ବହୁତ ମେଡ଼ିକାଲରେ ପଦବୀ ଖାଲି ପଡ଼ୁଛି। କିନ୍ତୁ ଦୁଃଖର ବିଷୟ ଏଟେ, ଆପଣଙ୍କ ନିଯୁକ୍ତି ଆସୁନି। ଯାହା ବି ନିଯୁକ୍ତି ଆସୁଛି ବହୁତ ସବୁ ଆଉଟସୋର୍ସିଂ ଭାବେ ଆସୁଛି, ଯାହାକି ପିଲାମାନଙ୍କ ପାଇଁ କି ଚିହ୍ନ ପିଲାମାନେ ଏତେ ପଢ଼ାପଢ଼ି କରୁଛନ୍ତି, ତଥାପି ତାଙ୍କ ପାଇଁ ଆଉଟସୋର୍ସିଂ ଜବ୍। ଏ ଗଭର୍ଣ୍ଣମେଣ୍ଟ ପାଇଁ ଆପଣମାନେ ଚେଷ୍ଟା କରନ୍ତୁ, ରେଗୁଲାର କେମିତି ଆସିବ ସେଇଟା ପାଇଁ ଚେଷ୍ଟା କରନ୍ତୁ। ଏଠି ଦେଖନ୍ତୁ ଲେଖା ହେଇଛି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟ, ଏଠି ଆପଣ ଲେଖାଯାଇଛି। ତାପରେ ଦେଖନ୍ତୁ ମୁଁ ଡିଟେଲ୍ସରେ ପଢ଼ୁନି ଏହାକୁ। 54 ଜଣ ଡାକ୍ତର ପଦବୀ ଥିବାବେଳେ 16 ଜଣ ନିଯୁକ୍ତି ପାଇଛନ୍ତି। ତା ସହିତ ଏଠି ଦେଖନ୍ତୁ 41 ଜଣ ନର୍ସିଂ ଅଫିସର ପଦବୀ ଥିବାବେଳେ 22 ଜଣ କାର୍ଯ୍ୟ କରୁଛନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ 11ଟି ପଦବୀ ପୂରଣ ହୋଇନି। 6ଟି ସୁପରଭାଇଜର ପଦବୀ ଆଦୌ ନିଯୁକ୍ତି ଦିଆହେଉନି। ତ ବିଭିନ୍ନ ବିଭାଗରେ ଆପଣଙ୍କର ପଦବୀ ରହୁଛି, ଖାଲି ମେଡ଼ିକାଲ ବିଭାଗରେ ନୁହଁ, କି ସବୁ ବିଭାଗରେ ଆପଣଙ୍କର ରହୁଛି। ମେଡ଼ିକାଲରେ ପୋଷ୍ଟ ରହୁଛି। ତ ଏଇ ଯେଉଁ ଟାଇମ୍ ଅଛି ଆପଣମାନଙ୍କ ପାଇଁ ଠିକ୍ ସମୟ, ଆଉ ଗ୍ରୁପରେ ମଧ୍ୟ ଡିସ୍କସନ୍ ଚାଲୁଛି ରିଲେଟେଡ଼ ନେଇକି, ଆଉ ବହୁତ ପିଲା ବି ଅଛନ୍ତି ଜଏନ୍ କରିଛନ୍ତି ଗ୍ରୁପରେ ଏଇ ରିଗାର୍ଡ଼ିଂ ଯେହେତୁ ନିଯୁକ୍ତି ଚାହୁଁଛନ୍ତି କେମିତି ଆସିବ ଆପଣମାନଙ୍କ ପାଇଁ କି। ତ ଆପଣମାନେ ବି ଗ୍ରୁପରେ ଜଏନ୍ କରନ୍ତୁ, ଆଉ ନିଜେ କେମିତି ଚେଷ୍ଟା କରନ୍ତୁ ଏଇ ୱିକ୍ରେ କେମିତି ଆପଣ ଟିକେ ଯାଇ ଚେଷ୍ଟା କରିପାରିବେ ଜବ୍ ପାଇଁକି, ଯେଉଁ ଯାହା ବି ଆପଣଙ୍କ ପଦବୀ ଦରକାର। ଆଉ ସରକାର ଏବେ ବି ଆପଣଙ୍କ କଥା ଶୁଣିବେ, କାରଣ ବହୁତ ଯେଉଁ ଅଛି ଧାରଣା ଦିଆଯାଉଛି ତାଙ୍କ କଥା ହିଁ ଶୁଣାଯାଉଛି। ତ ଆଗକୁ କେମିତି ନିଯୁକ୍ତି ଆପଣଙ୍କ ଆସିବ, କେମିତି କ'ଣ ନର୍ସିଂ ପଦବୀ ଆସିବ, କେମିତି ଏଏନ୍ଏମ୍ ପଦବୀ ଆସିବ, ତା ସହିତ ଫାର୍ମାସିଷ୍ଟ ପଦବୀ କେମିତି ଆଗକୁ ଆସିବ। ଫାର୍ମାସିଷ୍ଟ ତ ଆପଣଙ୍କର ଯେଉଁ ପୋଷ୍ଟ ଡିଗ୍ରୀ ଥିଲା ଏଇଟା କେମିତି ହେବ ରିକଭର ହେବ। ତା ସହିତ ରେଡ଼ିଓଗ୍ରାଫର LT ଅଛି ଯେଉଁ, ସେଇଟା କେମିତି ଆପଣଙ୍କର ଏକ୍ଜାମ୍ ହେବ କଣ୍ଡକ୍ଟ। ତା ସହିତ ନୂଆ ନିଯୁକ୍ତି କେବେ ଆସିବ ସେଇଟାକୁ ଆପଣ ଜାଣିପାରିବେ। ତା ବିଷୟରେ ଆଗୁଆ ଜାଣିଲେ ଆପଣମାନେ ପ୍ରିପାରେସନ୍ କରିବାକୁ ଇଚ୍ଛା ପ୍ରକାଶ ହେବ। ଏବେ ବି ପିଲାମାନଙ୍କ ପ୍ରିପାରେସନ୍ କରିବାକୁ ଇଚ୍ଛା ହେଉନି, ଗୋଟିଏ କାରଣ କି ତାଙ୍କ ପଦବୀ କେବେ ଆସିବ ସେଇମାନେ ତାଙ୍କର ଟିକେ ଟେନସନ୍ ରହୁଛି। ତ ସେଇ କ୍ଷେତ୍ରରେ ପିଲାମାନଙ୍କୁ ଟିକେ ଚେଷ୍ଟା କରିବାକୁ ପଡ଼ିବ, ଯିବାକୁ ପଡ଼ିବ ଯେଉଁ ଆପଣଙ୍କର ହେଲ୍ଥ ଡିପାର୍ଟମେଣ୍ଟ ଅଛି ସେଠି ଯାଇକି ପଚାରିବାକୁ ପଡ଼ିବ କି ଆପଣଙ୍କର କେବେ କ'ଣ ଜବ୍ ଆସୁଛି। ତ ବହୁତ ଗୁଡ଼ିଏ ପୋଷ୍ଟ ଓଡ଼ିଶାରେ ଆପଣଙ୍କର ଖାଲି ପଡ଼ିଛି ମେଡ଼ିକାଲ ପୋଷ୍ଟ, ଆଉ ମୁଁ ବି ଅଲରେଡ଼ି ଆପଣଙ୍କୁ ଡାଟା ଦେଇ ସାରିଥିଲି କେତେ କ'ଣ ପୋଷ୍ଟ ଖାଲି ପଡ଼ିଛି। ଆଉ ସେଇ ଅନୁସାରେ ଆପଣମାନେ ଚେଷ୍ଟା କରନ୍ତୁ କେମିତି କ'ଣ ଯିବେ। ଆଉ ଗ୍ରୁପରେ ସବୁ ଡିସ୍କସନ୍ ହେଉଛି, କେମିତି ଆପଣ କମେଣ୍ଟ ମାଧ୍ୟମରେ ନ କହିକି ଗ୍ରୁପରେ ଜଏନ୍ କଲେ ଆପଣମାନେ ଜାଣିପାରିବେ କେମିତି କ'ଣ ଚେଷ୍ଟା ଚାଲିଛି ସେଠି ଆପଣଙ୍କ ନିଯୁକ୍ତି ଆସିବାକୁ ନେଇକି। ତ ଏଇଟା ଥିଲା ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଆପଣମାନଙ୍କ ପାଇଁକି। ତ ସବୁକିଛି ଆପଣଙ୍କ ଉପରେ ନିର୍ଭର କରୁଛି କେମିତି କ'ଣ ଆପଣଙ୍କ ନିଯୁକ୍ତି ଆସିବ। ତ ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଥିଲା ଆପଣମାନଙ୍କ ପାଇଁ। ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ ଓ ସେୟାର କରନ୍ତୁ। ଆମ ଚ୍ୟାନେଲରେ ପ୍ରଥମ ଥର ପାଇଁ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏଇଭଳି କଣ୍ଟେଣ୍ଟ ପାଇଁ ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଯାতে ସମସ୍ତ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିପାରିବ। ଧନ୍ୟବାଦ, ଥ୍ୟାଙ୍କ ୟୁ।